ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗୋଟେ ବିଲେଇକୁ ଆଜୀବନ ଦଣ୍ଡ ସହ ତା ମାଲିକକୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଏଭଳି ଘଟଣା ଘଟିଛି ଫ୍ରାନ୍ସର ଏକ ସହରରେ। ଫ୍ରାନ୍ସର ଏକ ସହରରେ ଏକ ବିଲେଇକୁ କୋର୍ଟ ଆଜୀବନ ଘରେ କଏଦୀ ହୋଇ ରହିବାର ଦଣ୍ଡ ଶୁଣାଇଛନ୍ତି। ଏହି ବିଲେଇର ନାଁ ରହିଛି ରେମି। ସୂଚନା ଅନୁସାରେ ଏହି ବିଲେଇଟି ପଡ଼ୋଶୀଙ୍କ ବଗିଚାରେ ସବୁ ସମୟରେ ବୁଲିବା ସହିତ ତାଙ୍କ ବଗିଚାକୁ ନଷ୍ଟ କରୁଥିଲା, ଯାହା ପରେ ପଡ଼ୋଶୀ ଜଣକ ବିଲେଇ ବିରୋଧରେ କୋର୍ଟକୁ ଯାଇଥିଲେ। ମାମଲାର ଶୁଣାଣି ସମୟରେ କୋର୍ଟ ଏହି ଫଇସଲା ଦେଇଥିବା ଜଣାପଡ଼ିଛି। କେବଳ ବିଲେଇ ଉପରେ ନୁହେଁ, କୋର୍ଟ ବିଲେଇ ମାଲିକାଣୀ ଉପରେ 1.15 ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଏହା ସତ୍ତ୍ୱେ ବିଲେଇକୁ ଆଜୀବନ ଘରେ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଯଦି ପୁଣି ଏହି ଭୁଲ ହୁଏ, ତେବେ ପ୍ରତିଦିନ ମାଲିକାଣୀଙ୍କୁ 2700 ଟଙ୍କାର ଜରିମାନା ଦେବାକୁ ହେବ।